এই ଅପରାଜିତା ଗଛଟା ମୋର ହଉଛି ଥୋପା ଅପରାଜିତା, ଏଇଟା ଧଳା ରଙ୍ଗର। ତ ଏ ଅପରାଜିତାଟା ବହୁତ ସାରା ଏଇ କିଛି ଦିନ ପୂର୍ବରୁ ଫୁଲ ତ ଦେଉଥିଲା, କିନ୍ତୁ ଏବେ ଫୁଲ ପୁରାପୁରି ଫୁଟିବା ବନ୍ଦ ହେଇଯାଇଛି। ସେଥିପାଇଁ ଆଜି ତାର ହାର୍ଟ ଟର୍ନିଂ ପୁରା କରାହେଲା, କାହିଁକି ନା ଏବେ ବର୍ଷା ଯେଉଁ ହେଉଛି ତ ଥଣ୍ଡା ପାଇକି ପୁରା ବହୁତ ଜଲ୍ଦି କଅଁଳି ଚାଲିବ। ତ ଏବେ ହାର୍ଟ ଟର୍ନିଂ କରିବା ସମୟ ବି ମଧ୍ୟ ନୁହଁ, କିନ୍ତୁ ହାର୍ଟ ଟର୍ନିଂ କରିଦେଲେ ଆମ ଗଛର ପତ୍ରଟା ଟିକେ କାଫି ବଡ଼ ଆସିବ। ଗଛର ଗ୍ରୋଥ ତ ବଢ଼ିବ, ତା ସାଥିରେ ଆଗକୁ ଯେଉଁ ଫୁଲ କଢ଼ ଆସିବ ସେଗୁଡ଼ାକ ବି ବଡ଼ ବଡ଼ ଆସିବ। ତ ଏଇ ସମୟରେ ଆମେ ଯଦି କଟିଂ କରିଦେବା ଆମକୁ ବହୁତ ସାରା ଫୁଲ ମିଳିବ ଟିକେ ବର୍ଷା ହେଲା ମାନେ। ସେଥିପାଇଁ ଆଜି ମୁଁ ତାକୁ ହାର୍ଟ ଟର୍ନିଂ କରିଦେଲି। ଆପଣ ଯଦି ସଫ୍ଟ ପିଞ୍ଚିଂ କରିବେ ତାହେଲେ ଆପଣଙ୍କର ଗଛର ଏମିତିକା ପୁଣି କୁଆଁ ନୂଆ ବାହାରିବ, କିନ୍ତୁ କୁଆଁ ଗୁଡ଼ାକ ବହୁତ ସରୁ ହେଇ ଚାଲିବ। ଆଉ ଲଟିବା ପାଇଁ ଜମାରୁ ବି ତାର ହେଉଛି ଭଲ କୁଆଁ ବାହାରିବନି। ସେଥିପାଇଁ ମୁଁ ଏବେ ତାକୁ ହାର୍ଟ ଟର୍ନିଂ କରିଦେଲି। ହାର୍ଟ ଟର୍ନିଂ କରିସାରିଲା ପରେ ତଳକୁ ନା ବହୁତ ସାରା ମୋର ଅଜାଣତରେ ରହିଯାଇଥିଲା ଶୁଖିଲା ଡେମ୍ଫ ଗୁଡ଼ାକ, ଯେଉଁଗୁଡ଼ାକ ଆମେ କାଟିବା ଦରକାର, କିନ୍ତୁ ଗଛର ଗ୍ରୋଥ ହିସାବରେ ମୁଁ ତାକୁ ନଜର ଦେଇପାରୁନଥିଲି ଆଉ କାଟି ବି ପାରୁନଥିଲି। ତ ଆଜି ଯେହେତୁ ହାର୍ଟ ଟର୍ନିଂ କଲି, ବଳକା ଶୁଖିଲା ଡାଳ ଗୁଡ଼ା ଯେତିକି ଥିଲା ତାକୁ ବି ମଧ୍ୟ ଏକା ସାଥିରେ କାଟିକି ବାହାର କରିଦେଲି। ତ ଏଇଠି ଯେତିକି ବି ଡାଳ କାଟିଲି ସବୁଗୁଡ଼ାକ ବହୁତ ଟାଣ ଥିଲା, ତ କଇଁଚିରେ ବି ମଧ୍ୟ କଟୁନଥିଲା, ତଥାପି ଧୀରେ ଧୀରେ କରି କାଟିବାକୁ ପଡ଼ିଲା। ତ ଆଜି ମୁଁ ମୋ ଅପରାଜିତା ଗଛରେ ଏମିତି କିଛି ଖାସ୍ ଜିନିଷ ଦେବି ଯେଉଁଥିରେ ମୋ ଅପରାଜିତା ଗଛର ଗ୍ରୋଥ ତ ବହୁତ ଭଲ ଆସିବ, ଫୁଲ ବି ମଧ୍ୟ କାଫି ବଢ଼ିଆ ଆସିବ। ତ କ'ଣ ଦେବି ଆପଣମାନଙ୍କୁ ଭିଡ଼ିଓ ଶେଷରେ ଦେଖିବାକୁ ମିଳିବ, ସେଥିପାଇଁ ଭିଡ଼ିଓଟା ପୁରା ଶେଷ ଯାଏ ଦେଖନ୍ତୁ। ତ ଏଇ ଗଛଟା କେବଳ ଫୁଲଟା ଫୁଟିବା ବନ୍ଦ ହେଇଯାଇଛି ବୋଲି ମୁଁ ଏଇ ଗଛଟାକୁ ହାର୍ଟ ଟର୍ନିଂ କରିଦେଲି, ପୁରା ଲଣ୍ଡା କରିଦେଇଛି। ବଳକା ସେପଟ ସାଇଡ଼୍ରେ ଯେତିକି ଗଛ ଅଛି ନା ସେଗୁଡ଼ା ବି ମଧ୍ୟ ସେଇ ଥୋପା ସମାନ ଗଛ, ସମାନ ରଙ୍ଗର ବି ଗୋଟେ ଦୁଇଟା ଅଛି ଗଛ, କିନ୍ତୁ ତାକୁ କାଟି ନାହିଁ, କାରଣ ସେ ଗଛରେ ଏବେ ବି ମଧ୍ୟ ଫୁଲ ଫୁଟୁଛି। ଟିକେ ବର୍ଷା ହେଲେ ସେ ବ୍ଲମିଂ ହେବା ଆରମ୍ଭ କରୁଛି। କାହିଁକିନା ଏଇ ଅପରାଜିତା ଗଛ ଦେଖିବେ ଖରା ଆସିଲା ମାନେ ତାର ହେଉଛି ଗଛର ଯେତିକି ବି ଡେମ୍ଫ ଥାଏ କିଛିଟା ଶୁଖି ଆସେ, ଆଉ ଗଛର ଗ୍ରୋଥ ଟିକେ କମି ଆସେ, ଆଉ ପତ୍ର ଟିକେ ସରୁ ସରୁ ହେଇ ଆସେ। ଆଉ ଗଛରେ ବର୍ଷା ପାଣି ପଡ଼ିଲା ମାନେ ଗଛର ଦେଖିବେ ପୁରା ବଢ଼ିଆ ସେ ପତ୍ର କୁଆଁ ସବୁ ବାହାରିକି ଏତେ ବଢ଼ିଆ ଲାଗେ, ଦେଖିବାକୁ ଭାରି ସୁନ୍ଦର ଲାଗେ। ତା ଛଡ଼ା ଗଛରେ ଆମେ ଯେଉଁ ଏଇ କାମଟା କରିବା ବା ଯେଉଁ ପାଉଡ଼ରଟା ଦେବା ପୂର୍ବରୁ 2 ଦିନ ଭଳି ପାଣି ଦେବାନି, ମାଟିଟାକୁ ପୁରା ଶୁଖିଲା ରଖିବା। ଶୁଖିଲା ରଖିଲେ ଯାଇକି ଆମ ଗଛରେ ସେଇ ମେଡ଼ିସିନଟା ବହୁତ ବଢ଼ିଆ କାମ କରିବ। ତ ମୁଁ ସେଥିପାଇଁକା ମାଟି 2 ଦିନ ହେଲା ପାଣି ନ ଦେଇକି ଶୁଖିଲା ରଖିଥିଲି, ଆଉ ଶୁଖିଲା ରଖିଲା ପରେ ଗଛର କାମଟା ଆଜି ଆରମ୍ଭ କଲି। ତ ଏଠି ପ୍ରଥମେ ମୁଁ ମାଟିଟାକୁ କୁଡ଼ା ଖୋସା କରିଦେଲି, ତଳ ଉପର କରିଦେଇ ସାରିଲା ପରେ ସେଥିରେ ମୁଁ ଦେଇଦେଲି ଚାହାପତି ଗୁଣ୍ଡ 1.5 ଚାମଚ। ଆପଣ 1.5ରୁ 2 ଚାମଚ ରଖିପାରିବେ। ଗଛର ଗ୍ରୋଥ ଅନୁସାରେ ଆପଣ ଟିକେ କମ୍ ଅଧିକା ରଖିବେ। ତାପରେ ଦେଇଥିଲି ଗଛର ଯେଉଁ ଡାଳକୁଆଁ ଶୁଖି ହେଉଛି ବା ହେଉଛି କିଛି ଖରାପ ହେଉଛି, ସେସବୁ ଖରାପ ନ ହେବା ପାଇଁ ମୁଁ ଏଠି ଗ୍ରୋଥର ବୋଷ୍ଟର ଦେଇଥିଲି, ଯେଉଁଟା ହ୍ୟୁମିକ୍ ଏସିଡ୍ ଆଉ ପଲ୍ବିକ୍ ଏସିଡ୍ର ଗୋଟେ ମିଶ୍ରଣରେ ତିଆରି ହେଇଥିବା ଗୋଟେ ତରଳ ଖତ। ଆଉ ଏଇଟା ଦେବା ଦ୍ୱାରା ଆମ ଗଛରେ ଡାଳକୁଆଁ ଶୁଖିବନି, ଆଉ ଗଛରେ ଭଲ ନୂଆ କଅଁଳିବ। ତ ମୁଁ ଗୋଟେ ମଗ ପାଣି ନେଇକି ସେଥିରେ 5ରୁ 6 ବୁନ୍ଦା ପାଖାପାଖି ଦେଇକି ମୁଁ ଏଥିରେ ଗଛରେ ଦେଇଦେଲି ଗୋଳେଇକି। ତ ଏବେ ଗଛ ମୋର ହେଇଗଲା ରେଡି।